ଦେଖନ୍ତୁ ଗତ ଶୀତ ଅଧିବେଶନରେ ୟୁପିଏ ସରକାର କଂଗ୍ରେସ ସରକାର ସାଧାରଣ ଗରିବ ଲୋକମାନଙ୍କ ପାଇଁ ମନରେଗା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଣିଥିଲେ। ତାକୁ ସମ୍ପୂର୍ଣ୍ଣ ଭାବରେ ତାର ଯେଉଁ ଆତ୍ମା ଅଛି କେବଳ ନାମ ପରିବର୍ତ୍ତନ କରିନାହାନ୍ତି, ଗାନ୍ଧୀଙ୍କ ନାମ ପରିବର୍ତ୍ତନ କରିନାହାନ୍ତି। ତାର ଯେଉଁ ମୂଳ ଜିନିଷ ଅଛି ଲୋକଙ୍କ ଅଧିକାର, ଲୋକଙ୍କର ଅଧିକାର ଲୋକଙ୍କ ହାତରୁ ଛଡ଼େଇ ଲୋକଙ୍କୁ ଯେଉଁ ମାନେ ଗ୍ୟାରେଣ୍ଟି ଆଇନଗତ ଅଧିକାର ଦିଆଯାଇଥିଲା କାମ ଦେବା ପାଇଁ, ସରକାର କାମ ଦେବା ପାଇଁ ଆଇନଗତ ଅଧିକାର ଦେଇଥିଲେ, ସେ ଆଇନଗତ ଅଧିକାରକୁ ଛଡ଼େଇ ନେଇଛନ୍ତି ଏବଂ ତାର ନାଁ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ନାଁ ମଧ୍ୟ ସେଥିରୁ ବାଦ ଦେଇକିରି ସେମାନେ ଆଗକୁ ମନରେଗା ଯୋଜନାକୁ ଲୋକଙ୍କୁ କାମ ଦେବାର ଯୋଜନାକୁ ସମ୍ପୂର୍ଣ୍ଣ ଭାବରେ ଠପ୍ କରିଛନ୍ତି। ଏଇ ଗୋଟେ ବିଷୟ। ଏବଂ ଦ୍ୱିତୀୟ ହେଉଛି ବିଦ୍ୟୁତ୍ ଯୋଗାଣ। ଓଡ଼ିଶା ଏବଂ ଦିଲ୍ଲୀ ଦୁଇଟା ରାଜ୍ୟ ଯେଉଁଠି ପ୍ରାଇଭେଟ୍ ସଂସ୍ଥାମାନେ ବିଦ୍ୟୁତ୍ ବିତରଣ କରୁଛନ୍ତି। ସରକାରକୁ ଆସିବା ସମୟରେ ନିର୍ବାଚନ ସମୟରେ ବିଜେପି ଘୋଷଣା କରିଥିଲା ସରକାରକୁ ଆସିଲେ 300 ୟୁନିଟ୍ ବିଜୁଳି ମାଗଣା ଦେବେ। 300 ୟୁନିଟ୍ ବିଜୁଳି ମାଗଣା କ'ଣ ଦେବେ ସେମାନେ? ଅତିରିକ୍ତ ଜମା ରାଶି ବର୍ତ୍ତମାନ ମାଗୁଛନ୍ତି, ଆଡିସନାଲ୍ ସିକ୍ୟୁରିଟି ଡିପୋଜିଟ୍ ମାଗୁଛନ୍ତି ଏବଂ ସ୍ମାର୍ଟ ମିଟର ନାଁରେ ବର୍ତ୍ତମାନ ଟାଟା କମ୍ପାନୀ ଏବଂ ସରକାର ଲୋକଙ୍କୁ ଲୁଟ୍ କରୁଛନ୍ତି। ଲୋକଙ୍କୁ ଅତିରିକ୍ତ ଡିପୋଜିଟ୍ ମାଗୁଛନ୍ତି, ଲୁଟ୍ କରୁଛନ୍ତି। ତେଣୁ ଆମର 4ଟା ଦାବି ଅଛି। ତମେ ଯେଉଁ କଥା ଦେଇଥିଲ 300 ୟୁନିଟ୍ ମାଗଣା କରିବ ଉପଭୋକ୍ତାଙ୍କୁ, 300 ୟୁନିଟ୍ ମାଗଣା କର ଏବଂ ଯେଉଁ ଆଡିସନାଲ୍ ସିକ୍ୟୁରିଟି ଡିପୋଜିଟ୍ କଥା ତମେ ଯେଉଁ କହୁଛ ଲୋକଙ୍କର ଲୁଟୁଛ ତାକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କର। କୃଷି କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କର କୃଷକମାନଙ୍କୁ ମାଗଣା ବିଜୁଳି ଦିଆଯାଉ, ତେଣୁ ସେଥିପାଇଁ ତାଙ୍କର ଉତ୍ପାଦନ ମଧ୍ୟ ବଢ଼ୁଛି ଏବଂ ଦରଦାମ ମଧ୍ୟ କମୁଛି। ତେଣୁ କୃଷକମାନଙ୍କୁ ମାଗଣାରେ ସମ୍ପୂର୍ଣ୍ଣ ମାଗଣାରେ ବିଜୁଳି ପ୍ରଦାନ କର ଏବଂ ଯେଉଁ ଘରୋଇ କମ୍ପାନୀ ସବୁ ଅଛନ୍ତି, କାରଖାନା ମାଲିକ ଅଛନ୍ତି, ତାଙ୍କୁ ମାତ୍ର 4.50 ଟଙ୍କାରେ ତମେ ବିଜୁଳି ଯୋଗାଉଛ, ଅଥଚ ଅନ୍ୟ ରାଜ୍ୟମାନଙ୍କରେ 9 ଟଙ୍କା ପର୍ଯ୍ୟନ୍ତ ବିଜୁଳି ୟୁନିଟ୍ ପିଛା ନେଉଛନ୍ତି। ତେଣୁ ତାଙ୍କର ବିଜୁଳି ବଢ଼ାଅ। ଆଗାମୀ ରଣନୀତି କ'ଣ ରହିବ? ଏ ତ ସାମ୍ବାଦିକ ସମ୍ମିଳନୀ ଆଜି ହେଲା ଜିଲ୍ଲା ସ୍ତରରେ। ଆମେ ଚା କତିରେ ଏସବୁ ଆଲୋଚନା କରିବୁ, ଗାଁକୁ ଯିବୁ ଆଲୋଚନା କରିବୁ, ମନରେଗା ଏବଂ ବିଦ୍ୟୁତ୍ ଭ୍ରଷ୍ଟାଚାର ଚାଲିଛି ତା ଉପରେ ଗାଁରେ ଆଲୋଚନା କରିବୁ, ଲୋକଙ୍କୁ ସଚେତନ କରିବୁ ଏବଂ ସରକାରକୁ ଅନରେଷ୍ଟ କରିବୁ। ଯେଉଁ ପର୍ଯ୍ୟନ୍ତ ସରକାର ବାଧ୍ୟ ହେଇକି ସାଧାରଣ ଦାବି ସବୁ ଲୋକମାନଙ୍କର ଦାବି ଯେଉଁ ପର୍ଯ୍ୟନ୍ତ ମାନି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ। ସମ୍ମିଳନୀ ରହିଥିଲା, ବିଶେଷ କରି ମନରେଗା ଯୋଜନା ଉପରେ ପ୍ରତିକ୍ରିୟା ରଖିଥିଲେ କ'ଣ? ସରକାରଙ୍କର ଯେଉଁ ବିଫଳତା ରହିଛି ତା ପାଇଁ ଆଜି ପ୍ରେସମିଟ୍ ଡକାଯାଇଥିଲା ଆମର ଗଞ୍ଜାମ ଜିଲ୍ଲା ୱେଷ୍ଟ ହେଡ଼କ୍ୱାର୍ଟରରେ ଜିଲ୍ଲା ଅଫିସ୍। ଆର ତାତ୍ପର୍ଯ୍ୟ ହେଲା ଯେ ସରକାର ଯେଉଁ ପାହାସପଟ ମାରିକି ଯେଉଁ ସବୁ କହିଥିଲେ କିଛି କରୁନାହାନ୍ତି ଏବଂ ନା ଚେଞ୍ଜ କରିବାରେ ବ୍ୟସ୍ତତା ଏବଂ ଗରିବ ହୋଇକି ଯାଉଛନ୍ତି, ଧନୀ ହେଇକି ଯାଉଛନ୍ତି। ଯେଉଁ ସୁବିଧା ଦରକାର ଜନସାଧାରଣ ପାଇଁ ସେ ସୁବିଧା ଜନସାଧାରଣଙ୍କ ସରକାର ଜନସାଧାରଣ ପାଇଁ କରୁନାହାନ୍ତି। ବିଭିନ୍ନ ସମସ୍ୟା ରହିଛି। ଆଗକୁ କହିଲେ ଗୋଟେ ଇତିହାସ ହେବ ସରକାର ବିଜେପି ସରକାର ଇତିହାସ। କଂଗ୍ରେସ ଦଳ ଯାହା କରିଥିଲେ ତାକୁ ମରାମତି ମଧ୍ୟ ଆଗେ କରିପାରୁନାହାନ୍ତି। ନା ଚେଞ୍ଜ କରିକି ଲୋକମାନଙ୍କୁ ଡାଇଭର୍ଟ କରୁଛନ୍ତି। ଦେଖନ୍ତୁ ଚାଷୀ କଥା କହିଥିଲେ ଯେ MFC 3100 ଟଙ୍କା ଦେଲେ, କିନ୍ତୁ ଯଦି ଯାହାର 100 କୁଇଣ୍ଟାଲ ଧାନ ଉତ୍ପାଦନ ହେଉଛି ତାର ନେଉଛନ୍ତି 30 କୁଇଣ୍ଟାଲ ଧାନ, 70 କୁଇଣ୍ଟାଲ ଧାନ ସେ ବାହାରେ ବିକିବାକୁ ବାଧ୍ୟ ହେଉଛି ଆନ୍ଧ୍ର ଛତିଶଗଡ଼ରେ। ଭତ୍ତା 3500 ଟଙ୍କା କହିଥିଲେ, ସରକାରକୁ ଆସିଲା ପରେ ଯେ 80 ବର୍ଷର ବୟସ ଲୋକମାନଙ୍କ ପାଇଁ ଲାଗୁ, ଆଉ କାହା ପାଇଁ ଲାଗୁ ନାହିଁ। 80 ବର୍ଷର ବୟସ କେତେ ସଂଖ୍ୟାରେ ଅଛନ୍ତି, କେତେ ପରସେଣ୍ଟ ଅଛନ୍ତି। ବାକି ଇଲେକ୍ଟ୍ରି 300 ୟୁନିଟ୍ ବିଜୁଳି ଫ୍ରି କରିବି ବୋଲି କହିଥିଲେ, କିନ୍ତୁ ସରକାରକୁ ଆସିଲା ପରେ 19-20 ମାସ ହେଲାଣି ଫ୍ରି ହେଇନି। ଆଗରେ ରଖି ଆମ ରାଜ୍ୟର ଆମର ସଭାପତି ଭକ୍ତଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତ୍ୟେକ ଗାନ୍ଧୀ ମୂର୍ତ୍ତି ତଳେ କାଲିକି ଅନଶନରେ ବସିବୁ, ପ୍ରତ୍ୟେକ ଗାଁରେ ବୁଲିକି ଏ ଉପରେ ଆମେ ଲୋକଙ୍କୁ ଆଲୋଚନା କରିବୁ, ଲୋକ ପାଖରେ ପହଞ୍ଚେଇବୁ ଏ ବାର୍ତ୍ତା। ଆଉ ଏ ଲଢ଼େଇ ଜାରି ରହିବ ଯେଉଁଦିନ ଯେ ସରକାର ଏସବୁ ଲାଗୁ ନ କରୁଛନ୍ତି।